हाय पिलामाने, आज आमे आलोचना करिबा साहित्य सिंधु बहिर मंगले अइला उषार प्रश्नोत्तर उपरे। जदि तुम मानकु आमर ए पाठ्यक्रम भल लागुथिबो ताहेले लाइक कमेंट आउ शेयर करिबाकु जमा भी भूलिबनी। आउ जदि आमर पूर्व एपिसोड देखिबाकु चाहुछंती ताहेले आम डिस्क्रिप्शन रे दिया जाइथिबा लिंक को क्लिक करी तमे माने देखि पारिबो। ताहेले आउ डेरी न करी चलंतु आजिर प्रश्नोत्तर उपरे आलोचना करिबा। निर्दिष्ट उत्तरमूलक प्रश्न। तेबे एक नंबर कौन क्वेश्चन अछि? विकच राजीव दृशा निम्नोक्त केउ अर्थ को बुझाउछि? एठारे चारटा ऑप्शन अछि क, ख, ग एवं घ। क रे अछि प्रस्फुटित पद्मफूल सदृश आखि जाହାର। ख प्रस्फुटित पद्मफूलर पाखुड़ा सदृश आखि जाହାର। ग प्रस्फुटित पद्मफूलर सौंदर्ययुक्त आखि जाହାର। घ प्रस्फुटित पद्मफूल सदृश मुख जाହାର। तेबे सठिक आंसरटी हेउछि क प्रस्फुटित पद्मफूल सदृश आखि जाହାର। एबे देखिबा 2 नंबर क्वेश्चन। अरुण कसाय बासर अर्थ स्वरूप केउ उक्तिटी ठीक? क अरुणक निमन्ते कसाय वस्त्र। ख अरुणक कसाय वस्त्र। ग अरुणक रंगर कसाय वस्त्र एवं घ कसाय रंगर अरुण वस्त्र। सठिक आंसरटी हेउछि ग अरुणक रंगर कसाय वस्त्र। एबे देखिबा 3 नंबर क्वेश्चन। उषा को प्रशंसा करी सती सीता केउ वाक्यटी कहिछंती? क उषा तिमिर विध्वंसी। ख उषा जानकी दर्शन तृषार्त। ग उषा मंगल आगमनी। घ उषा विकच राजीव दृशा। सठिक आंसरटी हेउछि क उषा तिमिर विध्वंसी। एबे देखिबा 4 नंबर क्वेश्चन। सीतांकर अन्य नाम वैदेही हेबार कारण कौन? क विशेष देह धारिणी कन्या। ख विदेहर कन्या। ग देहहीना कन्या एवं घ विदेशिनी कन्या। सठिक आंसरटी हेउछि ख विदेहर कन्या। एबे देखिबा 5 नंबर क्वेश्चन। निम्नलिखित पदगुड़िक मध्यरु केउटी रूपक कर्मधारय नुहे चिन्हाई दियो? क कर बल्लभ। ख निहार मुक्ता। ग वीणा झंकार एवं घ तरंग कर। सठिक आंसर हेउछि ग वीणा झंकार। एबे देखिबा 6 नंबर क्वेश्चन। निम्नोक्त प्रत्येक शब्दर दुईटी भिन्न भिन्न अर्थ लेख। बास बासर दुईटी अर्थ हेउछि सुगंध
ବା ଗୃହ। ସେହିପରି ଅଙ୍କ। ଅଙ୍କର ଅର୍ଥ ହେଉଛି କୋଳ ବା ନାଟକର ବିଭାଗ। କର। କରର ହେଉଛି ହାତ ଏବଂ କିରଣ। ପଦ। ପଦର ହେଉଛି ଚରଣ, କବିତାର ଧାଡ଼ି। ବନ। ବନର ହେଉଛି ଜଳ, ଅରଣ୍ୟ। ସେହିପରି ବିଧି। ବିଧିର ହେଉଛି ନିୟମ, ବ୍ରହ୍ମା। ଶ୍ରୁତି। ଶ୍ରୁତିର ହେଉଛି କାନ ବା ବେଦ। ଏବେ ଦେଖିବା 7 ନମ୍ବର କ୍ୱେଶ୍ଚିନ୍। ନିମ୍ନଲିଖିତ ଶବ୍ଦଗୁଡ଼ିକର 3ଟି ଲେଖାଏଁ ପ୍ରତି ଶବ୍ଦ ଲେଖ। କୁସୁମ। କୁସୁମର ପ୍ରତିଶବ୍ଦ ହେଉଛି ପୁଷ୍ପ, ଫୁଲ ଏବଂ କୁସୁମ। ସେହିପରି ରାଜୀବ। ରାଜୀବର ପ୍ରତିଶବ୍ଦ ହେଉଛି କମଳ, ପଦ୍ମ ଏବଂ ନଳିନୀ। ସେହିପରି ନୀର। ନୀରର ହେଉଛି ଜଳ, ପୟ ଏବଂ ଅମ୍ବୁ। ରାତ୍ରି। ରାତ୍ରିର ହେଉଛି ନିଶି, ରଜନୀ ଏବଂ ରାତି। ସେହିପରି ଗଗନ। ଗଗନର ପ୍ରତିଶବ୍ଦ ହେଉଛି ନଭ, ଆକାଶ ଏବଂ ଅମ୍ବର। ଏବେ ଦେଖିବା 8 ନମ୍ବର କ୍ୱେଶ୍ଚିନ୍। କ ସ୍ତମ୍ଭର ପ୍ରତ୍ୟେକ ପଦ ସହିତ ଖ ସ୍ତମ୍ଭର ଉପଯୁକ୍ତ ପଦ ଯୋଗ କର। ତେବେ ଦେଖିବା କ ଏବଂ ଖରେ କ'ଣ ସବୁ ଅଛି। ପ୍ରଥମେ ଦେଖିବା କ। ସରସ୍ୱତୀ, ମୁକ୍ତା, ଉଷା, କୁମ୍ଭାଟୁଆ, ମଙ୍ଗଳ ପ୍ରଦୀପ ଏବଂ ତମସା। ଏବେ ଦେଖିବା ଖରେ କ'ଣ ଅଛି। ସ୍ତବ ପାଠ, ଆଶ୍ରମଧାତ୍ରୀ, ପ୍ରଭାତୀ ତାରା, ଉପହାର, ବୀଣା ଝଙ୍କାର, ସୁକୁମାର ଦେହୀ, ତାପସ କନ୍ୟା। ତେବେ ଆନ୍ସରଟି କ'ଣ ହେବ? ସରସ୍ୱତୀ। ସରସ୍ୱତୀଙ୍କର ହେବ ବୀଣା ଝଙ୍କାର। ମୁକ୍ତା, ଉପହାର। ସେହିପରି ଉଷା। ଉଷାର ହେବ ସୁକୁମାର ଦେହୀ। କୁମ୍ଭାଟୁଆ। କୁମ୍ଭାଟୁଆର ହେବ ସ୍ତବ ପାଠ। ମଙ୍ଗଳ ପ୍ରଦୀପ। ମଙ୍ଗଳ ପ୍ରଦୀପର ହେବ ପ୍ରଭାତୀ ତାରା। ସେହିପରି ତାମସା। ତାମସାର ହେବ ଆଶ୍ରମ ଧାତ୍ରୀ। ଏବେ ଦେଖିବା 9 ନମ୍ବର କ୍ୱେଶ୍ଚିନ୍। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। କ। ତୁମ୍ଭ କୋମଳ ଚରଣ କରେ ଡ୍ୟାସ୍ ଆହରଣ। ଏଠାରେ 3ଟା ଅପସନ୍ ଦିଆଯାଇଛି। କିରଣ, ଜ୍ୟୋତି, ରଶ୍ମି। ତେବେ ୟା ଭିତରୁ ସଠିକ୍ ଆନ୍ସରଟି ହେଉଛି ଜ୍ୟୋତି। ଏବେ ଦେଖିବା ଖ। ବନ୍ଦିଲେ ଉଷାର ଡ୍ୟାସ୍ ସବିନୟରେ। ଅପସନ୍ ପଦ, ପାଦ ଏବଂ ଚରଣ। ସଠିକ୍ ଆନ୍ସରଟି ହେଉଛି ପଦ। ଏବେ ଦେଖିବା ଗ। ଜାନକୀ ଦର୍ଶନ ଡ୍ୟାସ୍ ହୃଦୟ ବହି। ଅପସନ୍ ଦୃଶା, ତୃଷା ଏବଂ ଆଶା। ସଠିକ୍ ଆନ୍ସରଟି ହେଉଛି ତୃଷା। ଏବେ ଦେଖିବା ଘ। ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ଡ୍ୟାସ୍ ସିଞ୍ଚି। ଅପସନ୍ ନୀର, ଜଳ ଏବଂ ସଲିଳ। ସଠିକ୍ ଆନ୍ସର ହେଉଛି ନୀର। ଏବେ ଦେଖିବା କିଛି କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ।
ଦେଖିବା 10 ନମ୍ବରରେ କେଉଁ କ୍ୱେଶ୍ଚିନ୍ ଅଛି? ଦର୍ଶନ ଦିଅ ସତୀ ରାତି ପାହିଲା ଏକଥା କିଏ କାହାକୁ କହିଛନ୍ତି? ଆନ୍ସର ଉଷା ସତୀ ସୀତାଙ୍କୁ କହିଛନ୍ତି। ଏବେ ଦେଖିବା 11 ନମ୍ବର କ୍ୱେଶ୍ଚିନ୍। ବାଲ୍ମୀକି ଆଶ୍ରମକୁ ଉଷା କାହିଁକି ଆଗମନ କରିଥିଲେ ବୋଲି ବର୍ଣ୍ଣିତ ହୋଇଛି? ଆନ୍ସର ସୀତାଙ୍କୁ ଦର୍ଶନ କରିବା ନିମିତ୍ତ। ଏବେ ଦେଖିବା 12 ନମ୍ବର କ୍ୱେଶ୍ଚିନ୍। ଉଷା ମଙ୍ଗଳ ମୁହୂର୍ତ୍ତରେ ଆସିଥିବା କଥା କବିତାର କେଉଁ ପଦରୁ ଜଣାପଡ଼ୁଛି? ଆନ୍ସର ମଙ୍ଗଳେ ଅଇଲା ଉଷା କବିତାର ପ୍ରଥମ ପଦରୁ। ଏବେ ଦେଖିବା 13 ନମ୍ବର କ୍ୱେଶ୍ଚିନ୍। ଉଷା ଉପହାର ସ୍ୱରୂପ କ'ଣ ଆଣିଛନ୍ତି? ଆନ୍ସର ଶିଶିର ରୂପକ ମୁକ୍ତ। ଏବେ ଦେଖିବା 14 ନମ୍ବର କ୍ୱେଶ୍ଚିନ୍। ଉଷାଙ୍କ କର ବୋଲି କବି କାହାକୁ କଳ୍ପନା କରିଛନ୍ତି? ଆନ୍ସର କୋମଳ ପତ୍ରକୁ। ଏବେ ଦେଖିବା 15 ନମ୍ବର କ୍ୱେଶ୍ଚିନ୍। ଉଷା କେଉଁ ସ୍ଥାନରେ ରହି ସୀତାଙ୍କୁ ଡାକିଲେ? ଆନ୍ସର ସୀତାଙ୍କ ବାସ ବାହାର ପ୍ରାଙ୍ଗଣରେ ରହି। ଏବେ ଦେଖିବା 16 ନମ୍ବର କ୍ୱେଶ୍ଚିନ୍। କଳକଣ୍ଠ କଣ୍ଠରେ କିଏ କହିଲା? ଆନ୍ସର ଉଷା। ଏବେ ଦେଖିବା 17 ନମ୍ବର କ୍ୱେଶ୍ଚିନ୍। ଉଷା କି ପ୍ରକାର ବସ୍ତ୍ର ପିନ୍ଧିଛନ୍ତି? ଆନ୍ସର ଅରୁଣ ରଙ୍ଗର କଷାୟ ବସ୍ତ୍ର। ଏବେ ଦେଖିବା 18 ନମ୍ବର କ୍ୱେଶ୍ଚିନ୍। କବି ଉଷାଙ୍କୁ କେଉଁ ରୂପରେ ବର୍ଣ୍ଣନା କରିଛନ୍ତି? ଆନ୍ସର କବି ଉଷାଙ୍କୁ ଏକ ନାରୀ ରୂପରେ ବର୍ଣ୍ଣନା କରିଛନ୍ତି ଯେ ଅରୁଣ କଷାୟ ବାସ ପରିହିତା କୁସୁମ କାନ୍ତି ମଣ୍ଡିତା ଯୋଗେଶ୍ୱରୀ ରୂପରେ ଦୁଃଖ ରାଶି ଉପଶମନ କରିବାକୁ ହାତରେ ନିହାର ରୂପକ ମୁକ୍ତା ଧରି ପ୍ରସ୍ଫୁଟିତ ପଦ୍ମଫୁଲ ନେତ୍ରରେ ସୀତାଙ୍କ ବାସ ବାହାର ପ୍ରାଙ୍ଗଣରେ ସୀତାଙ୍କୁ ଚାହିଁ ରହିଛନ୍ତି। ଏବେ ଦେଖିବା 19 ନମ୍ବର କ୍ୱେଶ୍ଚିନ୍। ମର୍ତ୍ତ୍ୟ ଭୁବନକୁ ଉଷା ଆସିବାର ଉଦ୍ଦେଶ୍ୟ କ'ଣ? ଆନ୍ସର ସୀତାଙ୍କର ଦୁଃଖ ରାଶିକୁ ନାଶ କରି ନବଜୀବନ ଦେବା ନିମିତ୍ତ ମର୍ତ୍ତ୍ୟ ଭୁବନକୁ ଉଷା ଆସିବାର ଉଦ୍ଦେଶ୍ୟ। ଏବେ ଦେଖିବା 20 ନମ୍ବର କ୍ୱେଶ୍ଚିନ୍। ସୀତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଉଷା କି ବ୍ୟବସ୍ଥାମାନ କରାଇଥିଲେ? ଆନ୍ସର ସୀତାଙ୍କୁ ଅଭିନନ୍ଦନ ଜଣାଇବା ନିମିତ୍ତ ସମୀର ସଙ୍ଗୀତ ଗାଉଥିଲା, ଭ୍ରମର ବୀଣା ବଜାଉଥିଲା, ସୁରଭି ନୃତ୍ୟ ପରିବେଷଣ କରୁଥିଲା ଏବଂ କୁମ୍ଭାଟୁଆ ସ୍ତବ ପାଠ କରୁଥିଲା। କଜଳପାତି ସାଜି ଲଳିତ ସ୍ୱରରେ ରାଜ୍ୟ ରାଣୀ ସୀତାଙ୍କୁ ଉଠିବାକୁ କହୁଥିଲା। ଏବେ ଦେଖିବା 21 ନମ୍ବର କ୍ୱେଶ୍ଚିନ୍। ଉଷା ସୀତାଙ୍କୁ ସତୀ ରାଜ୍ୟ ରାଣୀ ବୋଲି ସମ୍ବୋଧନ କଲେ କାହିଁକି? ଆନ୍ସର ଅଗ୍ନି ପରୀକ୍ଷାରେ ସତୀ ସାଧ୍ୱୀ ସୀତାଙ୍କର ଶ୍ରେଷ୍ଠତ୍ୱ ତଥା ସତୀତ୍ୱ ପ୍ରତିପାଦିତ ହୋଇଥିବାରୁ। ଏବେ ଦେଖିବା 22 ନମ୍ବର କ୍ୱେଶ୍ଚିନ୍। ସରସ୍ୱତୀଙ୍କ ବୀଣା ଝଙ୍କାର ସହିତ କାହାକୁ ତୁଳନା କରାଯାଇଛି? ଆନ୍ସର
ମୁନିମୁଖ ବେଦ ସ୍ୱନ ଏବଂ ବେଦ ପାଠର ଓମ୍କାର ଧ୍ୱନିକୁ ସରସ୍ୱତୀଙ୍କ ବୀଣା ଝଙ୍କାର ସହିତ ତୁଳନା କରାଯାଇଛି। ଏବେ ଦେଖିବା 23 ନମ୍ବର କ୍ୱେଶ୍ଚିନ୍। ଏହା ଦ୍ୱାରା ବନଭୂମିରେ କି ପରିବର୍ତ୍ତନ ଆସିଲା? ଆନ୍ସର, ବନଭୂମି ଉଜ୍ଜଳିତ ହୋଇ ଉଠିଛି। ଏବେ ଦେଖିବା 24 ନମ୍ବର କ୍ୱେଶ୍ଚିନ୍। ଅନୁକମ୍ପା କିଏ? ଆନ୍ସର, ବାଲ୍ମୀକି ଆଶ୍ରମରେ ଜଣେ ବ୍ରହ୍ମଚାରିଣୀ ତପସ୍ୱିନୀ। ଏବେ ଦେଖିବା 25 ନମ୍ବର କ୍ୱେଶ୍ଚିନ୍। ଅନୁକମ୍ପା ସୀତାଙ୍କୁ କ'ଣ କହିଲେ? ଆନ୍ସର, ଶଯ୍ୟା ତ୍ୟାଗ କରି ସୁକୁମାର ଦେହି ଉଷାଙ୍କୁ ତୋଷ ବିଧିରେ ଦର୍ଶନ ଦେଇ ତମସା ନଦୀକୁ ସ୍ନାନ ନିମିତ୍ତ ଯିବା ପାଇଁ କହିଛନ୍ତି। ଏବେ ଦେଖିବା 26 ନମ୍ବର କ୍ୱେଶ୍ଚିନ୍। ସୀତାଙ୍କୁ ହୃଦୟରେ ପ୍ରତିବିମ୍ବିତ ବୀର ରାମ ମୂର୍ତ୍ତିକୁ କବି କାହାପରି ବୋଲି କହିଛନ୍ତି? ଆନ୍ସର, ପଦ୍ମ ହୃଦୟର ଶିଶିର ବିନ୍ଦୁରେ ଖର ସୂର୍ଯ୍ୟ ରଶ୍ମିର ପ୍ରତିବିମ୍ବ ପରି ବୋଲି କବି କହିଛନ୍ତି। ଏବେ ଦେଖିବା 27 ନମ୍ବର କ୍ୱେଶ୍ଚିନ୍। ସୀତାଙ୍କୁ ହୃଦୟ ଶୋକ ଜର୍ଜରିତ ହେବାର କାରଣ କ'ଣ? ଆନ୍ସର, ଆସନରୁ ଉତ୍ଥିତ ହୁଅନ୍ତେ ବୀର ରାମଚନ୍ଦ୍ରଙ୍କର ମୂରତି ସ୍ମରଣେ। ଏବେ ଦେଖିବା 28 ନମ୍ବର କ୍ୱେଶ୍ଚିନ୍। ସୀତା ଉଷାଙ୍କ ପଦ ବନ୍ଦନା କରି କ'ଣ କହିଲେ? ଆନ୍ସର, ତାଙ୍କୁ ପ୍ରଶଂସା କରି ଅନ୍ଧାର ବିନାଶକାରୀ ଓ ସୂର୍ଯ୍ୟଙ୍କ ଆଗମନର ସୂଚନା ପ୍ରଦାୟିନୀ ବୋଲି କହିବା ସହିତ ଉଷାଙ୍କର ଆଲୋକିତ ଜ୍ୟୋତିର୍ମୟ ପଦରେ ଶରଣ ଯାଇ ରଘୁବଂଶର ଶୁଭ କାମନା କରିଛନ୍ତି। ଏବେ ଦେଖିବା 29 ନମ୍ବର କ୍ୱେଶ୍ଚିନ୍। ଉଷାଙ୍କୁ ଶୁଭ୍ର ସୌରଭ ରସିକେ ବୋଲି ସୀତା କହିଲେ କାହିଁକି? ଆନ୍ସର, ଉଷାଙ୍କ ଆଗମନ ଯୋଗୁଁ ଆଲୋକ ଓ ପୁଷ୍ପର ସୁବାସରେ ଚତୁର୍ଦିଗ ଶୁଭ୍ରତାରେ ପରିପୂର୍ଣ୍ଣ ହୋଇଯାଏ, ତେଣୁ ଉଷାଙ୍କୁ ଶୁଭ୍ର ସୌରଭ ରସିକେ ବୋଲି ସୀତା କହିଲେ। ଏବେ ଦେଖିବା 30 ନମ୍ବର କ୍ୱେଶ୍ଚିନ୍। ଶୁଭ ସମ୍ପାଦିନୀ ହୁଅ ରଘୁବଂଶୀକେ, ଏକଥା କିଏ କାହାକୁ କହିଛନ୍ତି? ଆନ୍ସର, ସତୀ ଶିରୋମଣି ସୀତା ଉଷାଙ୍କୁ କହିଛନ୍ତି। ଏବେ ଦେଖିବା 31 ନମ୍ବର କ୍ୱେଶ୍ଚିନ୍। ତମସାକୁ ଆଶ୍ରମ ଧାତ୍ରୀ ବୋଲି କାହିଁକି କୁହାଯାଇଛି? ଆନ୍ସର, ତମସା ନଦୀ ଆଶ୍ରମବାସୀଙ୍କ ହିତ ସାଧିନୀ ହୋଇଥିବାରୁ ତମସାକୁ ଆଶ୍ରମ ଧାତ୍ରୀ ବୋଲି କୁହାଯାଇଛି। ଏବେ ଦେଖିବା 32 ନମ୍ବର କ୍ୱେଶ୍ଚିନ୍। ତମସା ନଦୀ କି ଆୟୋଜନ କରି ସତୀ ସୀତାଙ୍କର ଆଗମନକୁ ଅପେକ୍ଷା କରିଥିଲେ? ଆନ୍ସର, ତାର ତଟ ପ୍ରାଙ୍ଗଣରେ କୁସୁମ ବିଞ୍ଚିବା ସହିତ ସୁଗନ୍ଧିତ ନୀର ସିଞ୍ଚନ କରିଥିଲେ ଓ ସୀତାଙ୍କ ଆଗମନକୁ ପ୍ରଭାତୀ ତାରକା ରୂପକ ମଙ୍ଗଳ ପ୍ରଦୀପ ଜାଳି ଅପେକ୍ଷା କରିଥିଲେ। ଏବେ ଦେଖିବା 33 ନମ୍ବର କ୍ୱେଶ୍ଚିନ୍। ତମସା ନଦୀ ସୀତାଙ୍କୁ କିପରି ସ୍ୱାଗତ ଜଣାଇଥିଲା? ଆନ୍ସର, ତମସା ନଦୀ ତାର ତଟ ପ୍ରାଙ୍ଗଣରେ
କୁସୁମ ବିଞ୍ଚି ସୁବାସିତ ନୀର ସିଞ୍ଚି ପ୍ରଭାତୀ ତାରା ରୂପକ ମଙ୍ଗଳ ପ୍ରଦୀପ ଜାଳି ମୀନ ନୟନରେ ସୀତାଙ୍କ ଆଗମନକୁ ଅପେକ୍ଷା କରିଥିଲା। ଏବେ ଦେଖିବା 34 ନମ୍ବର କ୍ୱେଶ୍ଚିନ୍। ସୀତାଙ୍କୁ ଲାଭ କରି ତମସା ନିଜକୁ ଭାଗ୍ୟବତୀ ବୋଲି ଭାବିଛନ୍ତି କାହିଁକି? ଆନ୍ସର, ଭୋଗ ପିପାସା ପରିତ୍ୟାଗ କରି ଅଯୋଧ୍ୟାର ରାଜଲକ୍ଷ୍ମୀ ସୀତା ତମସା ଅଙ୍କରେ ବିହାର କରିବେ ଏ ବିଶ୍ୱାସ ତାହାର ନଥିଲା। ସୀତାଙ୍କ ସ୍ନାହାନ ପାଇଁ ସଂସାର ଜନ ତାକୁ ପ୍ରଶଂସା କରି ଭାଗ୍ୟବତୀ ବୋଲି କହିବେ। ଦେଖିବା 35 ନମ୍ବର ସରଳାର୍ଥରେ କ'ଣ ଅଛି। ଦେବା ପାଇଁ ନବ ଜୀବନ ସ୍ୱର୍ଗୁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ। ଆନ୍ସର, ଦେବା ପାଇଁ ... ମର୍ତ୍ତ୍ୟ ଭୁବନ। ଉକ୍ତ ପଦ୍ୟାଂଶଟି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ ତପସ୍ୱିନୀ କାବ୍ୟର 4ର୍ଥ ସର୍ଗରୁ ସଂଗୃହୀତ। ମଙ୍ଗଳେ ଅଇଲା ଉଷା ନାମଧେୟ କବିତାରୁ ଆନୀତ। ଏଠାରେ କବି ଉଷାର ମହତ୍ତ୍ୱ ପ୍ରତିପାଦନ କରିଛନ୍ତି। ମଙ୍ଗଳମୟ ମୁହୂର୍ତ୍ତ ବା ବ୍ରହ୍ମ ମୁହୂର୍ତ୍ତକୁ ଉଷା କାଳ କୁହାଯାଏ। ଏହି ଉଷା କାଳ ରାତ୍ରିର ବିଦାୟ ତଥା ସୂର୍ଯ୍ୟୋଦୟର ବାର୍ତ୍ତା ପ୍ରଦାନ କରେ। ରାତ୍ରି କାଳରେ ମୃତପ୍ରାୟ ପଡ଼ି ରହିଥିବା ଜୀବଜଗତ ସୂର୍ଯ୍ୟୋଦୟରେ ନବଜୀବନ ପାଇ ଚଳଚଞ୍ଚଳ ହୋଇ ଉଠନ୍ତି। ସଂସାର ବୁକୁରୁ ଦୁଃଖ ରାଶି ଅପସରି ଯାଇ ଆରମ୍ଭ ହୁଏ ସୁଖଦ ଜୀବନ। ସେହି ଦୁଃଖ ହରିଣୀ ନବଜୀବନ ପ୍ରଦାୟିନୀ ଭାଷାରାଣୀ ସତୀ ଶିରୋମଣି ସୀତାଙ୍କୁ ଦର୍ଶନ କରିବା ଅଭିଳାଷ ନେଇ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ସୀତାଙ୍କ କୁଟୀର ସମ୍ମୁଖସ୍ଥ ପ୍ରାଙ୍ଗଣରେ ଉପସ୍ଥିତ ହୋଇଛନ୍ତି। ରଘୁବୀର ରାମଚନ୍ଦ୍ରଙ୍କ ଦ୍ୱାରା ନିର୍ବାସିତ ହୋଇ ଶୋକ ସନ୍ତପ୍ତ ଚିତ୍ତରେ ବିଶ୍ରାମ ନେଇଥିବା ସୀତାଙ୍କୁ ରାତି ପାହିବାର ସୂଚନା ଦେଇଛନ୍ତି। ସତେ ଯେପରି କୌଣସି ଯୋଗେଶ୍ୱରୀ ସୀତାଙ୍କ ଦୁଃଖ ରାଶି ଦୂର କରି ତାଙ୍କୁ ନବଜୀବନ ପ୍ରଦାନ କରିବା ପାଇଁ ସ୍ୱର୍ଗରୁ ମର୍ତ୍ତ୍ୟମଣ୍ଡଳକୁ ଅବତରଣ କରିଛନ୍ତି ଏବଂ ସୀତାଙ୍କ ମନରେ ବିଶ୍ୱାସ ପ୍ରଦାନ କରିବା ପାଇଁ ଅମୃତ ମଧୁର ଭାଷାରେ ଆଶ୍ୱାସନାର ବାଣୀ ଶୁଣାଇ ଶଯ୍ୟା ତ୍ୟାଗ କରିବାକୁ ଆହ୍ୱାନ କରିଛନ୍ତି। ପ୍ରକୃତି ଉପରେ ମାନବତ୍ୱର ଆରୋପ ତଥା କବିଙ୍କ ଦାର୍ଶନିକ ଦୃଷ୍ଟିକୋଣ ବାସ୍ତବିକ ହୃଦୟସ୍ପର୍ଶୀ। ଏବେ ଦେଖିବା 36 ନମ୍ବର ସରଳାର୍ଥରେ କ'ଣ ଅଛି। ବୈକୁଣ୍ଠେ ଦେଇ ତୃପତି ଅନନ୍ତ ଶ୍ରୁତି କି ଗତି ବହିଲା କି ସରସ୍ୱତୀ ବୀଣା ଝଙ୍କାର। ବୈକୁଣ୍ଠେ ... ବୀଣା ଝଙ୍କାର। ଉକ୍ତ ପଦ୍ୟାଂଶଟି ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଦ୍ୱାରା ପ୍ରଣୀତ ତପସ୍ୱିନୀ କବିତାରୁ ସଂଗୃହୀତ। ମଙ୍ଗଳେ ଅଇଲା ଉଷା ଶୀର୍ଷକ ପଦ୍ୟରୁ ଆନୀତ। ଏଠାରେ କବି ପବିତ୍ର ବେଦ ମନ୍ତ୍ରର ଉଚ୍ଚାରଣରେ ସମଗ୍ର ବ୍ରହ୍ମାଣ୍ଡ କିପରି ଉଦ୍ବେଳିତ ହୋଇଉଠେ ତାହା ବର୍ଣ୍ଣନା କରିଛନ୍ତି। ଭାରତବର୍ଷ ମୁନିଋଷିମାନଙ୍କର ଦେଶ। ବେଦ ଏ ଦେଶର ଆଦ୍ୟ ଗ୍ରନ୍ଥ ତଥା ଜ୍ଞାନର ଉତ୍ସ। ଉଷାକାଳ ଆଗମନରେ ଆଶ୍ରମ ନିବାସୀ ମୁନିଗଣ
ସ୍ନାନ ତର୍ପଣ ଆଦି ସମାପ୍ତ କରି ପବିତ୍ର ବେଦ ମନ୍ତ୍ର ଉଚ୍ଚାରଣ କରନ୍ତି। ଦେବୀ ସରସ୍ୱତୀଙ୍କ ବାଣୀର ଝଙ୍କାରରେ ସ୍ୱର୍ଗରୁ ମର୍ତ୍ତ୍ୟ ପର୍ଯ୍ୟନ୍ତ ଯେପରି ଆନ୍ଦୋଳିତ ହୋଇଉଠେ, ସେହିପରି ମୁନିମୁଖ ନିଃସୃତ ସୁସ୍ୱର ବେଦଧ୍ୱନି ତଥା ଉଚ୍ଚ ଓଁକାର ଶବ୍ଦ ଶ୍ୟାମଳ ବନଭୂମିକୁ ମୁଖରିତ କରି ଗଗନଭେଦୀ ବୈକୁଣ୍ଠରେ ବୈକୁଣ୍ଠପତିଙ୍କୁ ପରମ ତୃପ୍ତି ପ୍ରଦାନ କରିବା ସହ ପୃଥିବୀର ନିମ୍ନ ସ୍ତରକୁ ମଧ୍ୟ ଗତି କରି ପୃଥିବୀକୁ ମସ୍ତକରେ ଧାରଣ କରିଥିବା ଶ୍ରୁତିଶ୍ରବା ବାସୁକୀକୁ ମଧ୍ୟ ଆମୋଦିତ କରେ। ଭାରତବର୍ଷର ପ୍ରାଚୀନ ସଂସ୍କୃତିର ନିଦର୍ଶନ କବି ଲେଖନୀରେ ଜୀବନ୍ତ ହୋଇଉଠିଛି। ଏବେ ଦେଖିବା 37 ନମ୍ବର ସରଳାର୍ଥରେ କ'ଣ ଅଛି। ଭାଗ୍ୟବତୀ ମୋତେ ସଂସାରେ ବୋଲିବେ ତ ଯୋଗୁ ଏକା ପର ସଂସାରେ। ଭାଗ୍ୟବତୀ ... ଏକା ପର ସଂସାରେ। ଉକ୍ତ ପଦ୍ୟାଂଶଟି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଦ୍ୱାରା ପ୍ରଣୀତ ତପସ୍ୱିନୀ କବିତାରୁ ସଂଗୃହୀତ। ମଙ୍ଗଳେ ଅଇଲା ଉଷା ଶୀର୍ଷକ ପଦ୍ୟରୁ ଆନୀତ। ଏଠାରେ କବି ସତୀ ଶିରୋମଣି ସୀତାଙ୍କୁ କୋଳରେ ଧରି ତମସା ନଦୀ କିପରି ନିଜକୁ ଭାଗ୍ୟବତୀ ମନେ କରୁଛି ତାହା ବର୍ଣ୍ଣନା କରିଛନ୍ତି। ପ୍ରକୃତି କବି ପ୍ରକୃତି ଉପରେ ମାନବତ୍ୱର ଆରୋପ କରିଛନ୍ତି। ସତୀ ରାଜ୍ୟରାଣୀ ସୀତା ତମସା ନଦୀ ତୀରସ୍ଥ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ନିର୍ବାସିତ ଜୀବନଯାପନ କରିଛନ୍ତି। କବିଙ୍କ ସୂକ୍ଷ୍ମ ଦୃଷ୍ଟିରେ ସେହି ଆଶ୍ରମର ପାଳନକର୍ତ୍ରୀ ହେଉଛନ୍ତି ତମସା। ସେ ସୀତା ଶିରୋମଣି ସୀତାଙ୍କୁ ଦେଖି ତାଙ୍କୁ କୋଳରେ ଧରିବା ପାଇଁ ବ୍ୟାକୁଳ ହୋଇଉଠିଛି। ରଘୁକୁଳବଧୂ ସୀତାକୁଳ ଚନ୍ଦ୍ରମା ଅଯୋଧ୍ୟାର ରାଜଲକ୍ଷ୍ମୀ ଦେବୀ ସୀତା ଭୋଗ ଲାଳସା ପରିହାର କରି ତା କୋଳରେ ବିହାର କରିବେ ବୋଲି ସେ କେବେ ମଧ୍ୟ ଆଶା କରିନଥିଲା। ତେଣୁ ସେ ଅତ୍ୟନ୍ତ ଉତ୍ସାହରେ ରାତ୍ରି ଶେଷରେ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରାଙ୍ଗଣରେ ପୁଷ୍ପ ବିଞ୍ଚି ସୁବାସିତ ନୀର ସିଞ୍ଚନ କରି ପ୍ରଭାତୀ ତାରାକୁ ମଙ୍ଗଳ ପ୍ରଦୀପ ରୂପେ ପ୍ରଜ୍ୱଳନ କରି ସ୍ୱୀୟ ମୀନ ନୟନରେ ତାଙ୍କର ଆସିବା ପଥକୁ ବାରମ୍ବାର ଚାହିଁ ପ୍ରତୀକ୍ଷା କରିଛି। ସତୀରତ୍ନ ସୀତା ମୁନିକନ୍ୟାମାନଙ୍କ ଗହଣରେ ସ୍ନାନ ନିମନ୍ତେ ଯେତେବେଳେ ଆଗମନ କରିଛନ୍ତି, ସେତେବେଳେ ତମସା ତାର ତରଙ୍ଗ କରରେ ସୀତାଙ୍କୁ କୋଳରେ ଧରି ସ୍ନେହାଲିଙ୍ଗନ କରି ନିଜକୁ ଧନ୍ୟ ମନେ କରିଛି। ଦେବୀ ସୀତା ତାକୁ ସେହି ସୌଭାଗ୍ୟ ଅର୍ଜନ କରିଥିବାରୁ ସଂସାରରେ ସମସ୍ତେ ତାଙ୍କୁ ଭାଗ୍ୟବତୀ କହି ପ୍ରଶଂସା କରିବେ ବୋଲି ସନ୍ତୁଷ୍ଟ ଚିତ୍ତରେ ପ୍ରକାଶ କରିଛି। ଏବେ ଦେଖିବା 38 ନମ୍ବର ସରଳାର୍ଥରେ କ'ଣ ଅଛି। ଶୁଭ୍ର ସୌରଭ ରସିକେ ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ। ଆନ୍ସର ଶୁଭ୍ର ସୌରଭ ... ରଘୁବଂଶିକେ। ଉକ୍ତ ପଦ୍ୟାଂଶଟି ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ପ୍ରଣୀତ ତପସ୍ୱିନୀ କାବ୍ୟର ଚତୁର୍ଥ ସ୍ୱର୍ଗରୁ ସଂଗୃହୀତ। ମଙ୍ଗଳେ ଅଇଲା ଉଷା ଶୀର୍ଷକ କବିତାରୁ ଆନୀତ। ଏଠାରେ କବି ଭାରତୀୟ ପରମ୍ପରାରେ ସତୀ ନାରୀର ସତୀତ୍ୱର ପରାକାଷ୍ଠା ପ୍ରତିପାଦନ କରିଛନ୍ତି। ଭାରତୀୟ ସଂସ୍କୃତିରେ ପତିବ୍ରତା ନାରୀର ସ୍ଥାନ ସବୁଠାରୁ ଊର୍ଦ୍ଧ୍ୱରେ। ସେ ଯେକୌଣସି ସମୟରେ ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ପତିଙ୍କର ମଙ୍ଗଳ କାମନା କରିଥାଏ।
ସତୀ ଶିରୋମଣି ଦେବୀ ସୀତା ରଘୁବୀରଙ୍କ ଦ୍ୱାରା ନିର୍ବାସିତ ହୋଇ ବାଲ୍ମୀକି ଆଶ୍ରମରେ ଅବସ୍ଥାନ କରିଥିବା ବେଳେ ତାଙ୍କ ନିକଟରେ ଉପସ୍ଥିତ ହୋଇଛନ୍ତି ଉଷାରାଣୀ। ଦେବୀ ସୀତା ନମ୍ରତାପୂର୍ବକ ତାଙ୍କ ପଦ ବନ୍ଦନା କରି ତାଙ୍କୁ ସଂସାରର ତିମିର ବିଧ୍ୱଂସୀ ଓ ସୂର୍ଯ୍ୟୋଦୟର ପ୍ରତୀକ ବୋଲି କହି ପ୍ରଶଂସା କରିଛନ୍ତି। ତାଙ୍କ ଆଗମନରେ ସଂସାର ଶୁଭ୍ର ଜ୍ୟୋତିରେ ଉଦ୍ଭାସିତ ହେବା ସହ ସୌରଭରେ ହୋଇଉଠେ ଆମୋଦିତ। ଚତୁର୍ଦିଗରେ ଭରିଯାଏ ପବିତ୍ରତାର ବାତାବରଣ। ସେହି ସମୟ ହିଁ ସଂସାରରେ ଶୁଭ ମୁହୂର୍ତ୍ତ ଭାବେ ହୋଇଛି ବିଦିତ। ତେଣୁ ସେହି ମଙ୍ଗଳ ପ୍ରଦାୟିନୀ ଉଷାରାଣୀ ନିଶ୍ଚିନ୍ତ ମଙ୍ଗଳ ବିଧାନ କରିବାର ଦୃଢ଼ ଆଶା ହୃଦୟରେ ପୋଷଣ କରି ପବିତ୍ରତା ସୀତା ତାଙ୍କ ଚରଣରେ ଶରଣ ଯାଇଛନ୍ତି ଏବଂ ରଘୁବଂଶୀ ରାମଚନ୍ଦ୍ରଙ୍କ ସର୍ବଶୁଭ ସମ୍ପାଦନ କରିବା ନିମନ୍ତେ ନିବେଦନ କରିଛନ୍ତି। ପିଲାମାନେ, ଏବେ ଚାଲ ଆମେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର ଉପରେ ଆଲୋଚନା କରିବା। ତେବେ ଚାଲ ଦେଖିବା 39 ନମ୍ବରରେ କେଉଁ କୋଶ୍ଚିନ୍ ଅଛି। ପଠିତ କବିତା ଅନୁସରଣରେ ବାଲ୍ମୀକି ଆଶ୍ରମରେ ପ୍ରଭାତକାଳୀନ ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଣ୍ଣନା କର। ଆନ୍ସର: ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟର ଅମର ସ୍ରଷ୍ଟା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶାଶ୍ୱତ ସୃଷ୍ଟି ନିଶ୍ଚୟ ତାଙ୍କ ଅନିର୍ବାଚନୀୟ କବି ପ୍ରତିଭାର ଯଥାର୍ଥ ପରିଚୟ ପ୍ରଦାନ କରେ। ପ୍ରକୃତିକୁ ଜୀବନ୍ତ ସତ୍ତାରେ ରୂପାନ୍ତରିତ କରି ପାଠକ ସମ୍ମୁଖରେ ପ୍ରକାଶ କରାଇବାର କଳା କୌଶଳ ଉଦୟ ନୈସର୍ଗିକ ପ୍ରତିଭାର ପରିଚାୟକ। କବିଙ୍କର ତପସ୍ୱିନୀ, ପ୍ରଣୟବଲ୍ଲରୀ, ଅହଲ୍ୟାସ୍ତବ, କୀଚକବଧ, ପଦ୍ମିନୀ, ଇନ୍ଦୁମତୀ କାବ୍ୟ ସମୂହ ଏବଂ ଅର୍ଘ୍ୟଥାଳୀ ଓ କବିତା କଲ୍ଲୋଳ ପ୍ରଭୃତି କ୍ଷୁଦ୍ର କବିତା ସଂକଳନ କବିଙ୍କ ଅମ୍ଳାନ ପ୍ରତିଭାର ସ୍ମାରକୀ ରୂପେ ଅଦ୍ୟାବଧୂ ଜନମାନସରେ ପ୍ରତିବିମ୍ବିତ। ତପସ୍ୱିନୀ କାବ୍ୟର ଚତୁର୍ଥ ସର୍ଗରୁ ସଂଗୃହୀତ ମଙ୍ଗଳେ ଅଇଲା ଉଷା ଶୀର୍ଷକ କବିତାରେ କବି ବାଲ୍ମୀକି ଆଶ୍ରମରେ ପ୍ରଭାତକାଳୀନ ପ୍ରାକୃତିକ ଦୃଶ୍ୟରାଜିକୁ ଜୀବନ୍ତ ଭାବେ ଉପସ୍ଥାପନ କରିଛନ୍ତି। ଶାନ୍ତ, ସୁନ୍ଦର, ସ୍ନିଗ୍ଧ ମଧୁର ଆଶ୍ରମର ତପୋବନ ମଧ୍ୟରେ ଉଷାର ଆବିର୍ଭାବକୁ ପ୍ରକୃତି ପୂଜାରୀ କବି ସତେ ଯେପରି ଜଣେ ଚିହ୍ନରା ଦର୍ଶକ ସାଜି ପ୍ରତ୍ୟକ୍ଷ କରିଛନ୍ତି। ପ୍ରସ୍ଫୁଟିତ ପଦ୍ମପୁଷ୍ପର ବିକଶିତ ରୂପ ଲାବଣ୍ୟରେ ସୁଦୃଶା ଉଷା ପୂର୍ବ ରାତ୍ରିର ସମସ୍ତ ଅଶୁଭର ଅନ୍ତ ଘଟାଇ ଓ ମଙ୍ଗଳ ବାର୍ତ୍ତା ବାହିକା ଭାବେ ଆଶ୍ରମ ଉପବନରେ ଉପଗତା ହୋଇଛି। ଉଷା ପ୍ରକୃତି ଚିତ୍ରଣରେ କବି ମାନବୋଚିତ ଲକ୍ଷଣର ଆରୋପଣ କରିଛନ୍ତି। ସତୀ ସୀତାଙ୍କୁ ଉପହାର ଦେବା ପାଇଁ କରପଲ୍ଲବରେ ନୀହାର ମୁକ୍ତାର ଅଞ୍ଜଳି ଧରି ଆଶ୍ରମ ପ୍ରାଙ୍ଗଣରେ ଉପସ୍ଥିତ ହୋଇଛି ଉଷା। ବାଳାରୁଣ ବର୍ଣ୍ଣ ପ୍ରାୟ ଗୌରିକ ବସ୍ତ୍ର ବିମଣ୍ଡିତ। ପ୍ରଶାନ୍ତ ବଦନା ସତ୍ୟ ପ୍ରସ୍ଫୁଟିତ ପୁଷ୍ପରାଗ କାନ୍ତି ବିଶିଷ୍ଟ ଉଷା ଯୋଗେଶ୍ୱରୀ ରୂପରେ ସତେ ଯେପରି ସ୍ୱର୍ଗାବତରଣ କରିଛନ୍ତି। କୋକିଳର ସୁମଧୁର ସ୍ୱରରେ ରାତ୍ରି ଅବସାନର ସୂଚନା ଦେଇ ସୀତାଙ୍କୁ ଶଯ୍ୟା ତ୍ୟାଗ କରିବାକୁ ସେ ଆହ୍ୱାନ କରିଛନ୍ତି। ମୃଦୁ ମନ୍ଦ ପ୍ରଭାତକାଳୀନ ଶୀତଳ ସମୀରଣ ମଙ୍ଗଳ ସଙ୍ଗୀତ ଗାନ ଆରମ୍ଭ କରିଛି। ଭ୍ରମର କୂଳ ବୀଣା ବାଦନ କରି ସଙ୍ଗୀତରେ ସ୍ୱର ସଂଯୋଜନା କରିଛନ୍ତି। ସମତାଳରେ ନୃତ୍ୟାରମ୍ଭ କରିଛି ସୁରଭି। ସତୀଙ୍କ ସ୍ୱାଗତିକାର ସମସ୍ତ ପର୍ବ ଉଷା ନିର୍ଦ୍ଦେଶନାରେ ସୁସଂଯୋଜିତ ହୋଇଛି। କୁମ୍ଭାଟୁଆ ଭାଟ ବେଶରେ
ସ୍ତବ୍ଧ ପାଠ କରିଛି। ଶ୍ରେଷ୍ଠ ସ୍ତୁତି ପାଠକାରୀ ସାଜି କଜଳ ପାତି ସତୀଙ୍କ ଦ୍ୱାର ଦେଶରେ ତାଙ୍କର ଗୁଣଗାନ କରିଛି ଓ ମଧୁର ସ୍ୱରରେ ରାଜ୍ୟ ରାଣୀଙ୍କୁ ପହୁଡ଼ ଭାଙ୍ଗିବାକୁ ଆହ୍ୱାନ କରିଛି। କବିଙ୍କ ଭାଷାରେ କଳିଙ୍ଗ ଅଇଲା ପାଟ ମାଗଧ ବେଶେ ଲଳିତ ମଧୁରେ କହିଲା, ଉଠ ସତୀ ରାଜ୍ୟ ରାଣୀ ରାତି ପାହିଲା। ବ୍ରାହ୍ମ ମୁହୂର୍ଭରୁ ଶ୍ୟାମଳ ଲତାକୁଞ୍ଜ ପରିବେଷ୍ଟିତ ଆଶ୍ରମ ଉପବନ ମୁନି ମୁଖ ନିଃସୃତ ବେଦର ଓଁକାର ଧ୍ୱନିରେ ହୋଇ ଉଠୁଛି ପ୍ରତିଧ୍ୱନିତ। ସେହି ପବିତ୍ର ବେଦ ମନ୍ତ୍ର ଧ୍ୱନିର ଉଚ୍ଚ ଓଁକାର ପ୍ରଭାବରେ ସମଗ୍ର ବନଭୂମି କ୍ରମଶଃ ଉଜ୍ଜ୍ୱଳ ହୋଇ ଉଠିଛି। ଆଶ୍ରମ ପାର୍ଶ୍ୱରେ ପ୍ରବାହମାନା ତମସା ନଦୀ ମଧ୍ୟ ସୀତାଙ୍କୁ କୋଳାଗ୍ରତ କରିବା ପାଇଁ ଆଶ୍ରମ ପ୍ରାଙ୍ଗଣରେ ସୁବାସିତ ପୁଷ୍ପ ବିଦେଇ ଓ ସୁବାସିତ ଜଳ ସିଞ୍ଚନ କରି ପ୍ରଭାତୀ ତାରାକୁ ମଙ୍ଗଳ ଦୀପ ଭାବେ ଧାରଣ କରି ପ୍ରତୀକ୍ଷା କରିଛି। ପ୍ରକୃତି ମଧ୍ୟରେ ପ୍ରାଣ ସଭା ଭରିଦେଇ ତାକୁ ମାନବ ଚିତ୍ରିତ ଭାବେ ଉପସ୍ଥାପନ କରିବାରେ ସ୍ୱଭାବ କବିଙ୍କ ଲେଖନୀ ଯେଉଁ ଚମତ୍କାରିତା ପ୍ରଦାନ କରିଛି ତାହା ଅନନ୍ୟ ଓ ଅନୁରୂପ। ପିଲାମାନେ, ଏବେ ଦେଖିବା 40 ନମ୍ବରରେ କେଉଁ କୋଶ୍ଚିନ୍ ଅଛି। ଆଶ୍ରମରେ ସତୀ ସୀତାଙ୍କୁ ଉଷା କିପରି ସ୍ୱାଗତ ଜଣାଇଛନ୍ତି ଆଲୋଚନା କର। ଆନ୍ସର, ଉତ୍କଳ ଭାରତୀଙ୍କ ବରପୁତ୍ର ସ୍ୱଭାବ କବି ଗଙ୍ଗାଧର ମେହେର ଏକାଧାରରେ ଥିଲେ ଅମ୍ଳାନ ପ୍ରତିଭାବନ୍ତ କାବ୍ୟଶିଳ୍ପୀ, ପ୍ରଗତିବାଦୀ, ସୌନ୍ଦର୍ଯ୍ୟ ପିପାସୁ, ସ୍ୱଦେଶ ପ୍ରେମୀ, ଯୁଗ ସଚେତକ ତଥା ସମନ୍ୱୟାତ୍ମକ ସାରସ୍ୱତ ସ୍ରଷ୍ଟା। ଭାଷା ସୌନ୍ଦର୍ଯ୍ୟ, ଭାବ ଗାମ୍ଭୀର୍ଯ୍ୟ ତଥା ଅନ୍ତଃ ସୌନ୍ଦର୍ଯ୍ୟ ଭରା ପ୍ରତ୍ୟେକଟି ସାରସ୍ୱତ ସୃଷ୍ଟିରୁ ତାଙ୍କ ପ୍ରଜ୍ଞାର ଐଶ୍ୱର୍ଯ୍ୟମୟ ଆଭାସ ସୁସ୍ପଷ୍ଟ। କବିଙ୍କ ସୃଷ୍ଟି ନିଚୟ ମଧ୍ୟରେ ତପସ୍ୱିନୀ, ପ୍ରଣୟବଲ୍ଲରୀ, କୀଚକବଧ, ଇନ୍ଦୁମତୀ, ପଦ୍ମିନୀ, ଅଯୋଧ୍ୟା ଦୃଶ୍ୟ ତଥା ଉତ୍କଳ ଲକ୍ଷ୍ମୀ ଆଦି କାବ୍ୟ ସମୂହ ତଥା କ୍ଷୁଦ୍ର ଗୀତ ସଂକଳନ ମଧ୍ୟରେ ଅର୍ଘ୍ୟଥାଳୀ, କୃଷକ ସଙ୍ଗୀତ, କବିତାମାଳା ଓ କବିତା କଲ୍ଲୋଳ ଆଦି କବିଙ୍କ ଅମ୍ଳାନ ପ୍ରତିଭାର ପରିଚୟ ପ୍ରଦାନ କରେ। ପ୍ରକୃତିକୁ ମାନବ ଚରିତ୍ର ଭଳି ଉପସ୍ଥାପନ କରିବାରେ କବି ଗଙ୍ଗାଧର ମେହେରଙ୍କ ସିଦ୍ଧହସ୍ତତା ପ୍ରଣିଧାନ୍ୟ ଯୋଗ୍ୟ। ସତୀ ସୀତା ଗଭୀର ଅନ୍ତର୍ବେଦନା ଓ ବିଷାଦିତ ପ୍ରାଣରେ ରାତ୍ରି ଯାପନ କରିବା ପରେ ନବ ପ୍ରତିଭାରେ ଶାନ୍ତ ଶୀତଳ ସ୍ନିଗ୍ଧ ମଧୁର ବାଲ୍ମୀକି ଆଶ୍ରମ ଓ ତତ୍ସଂଲଗ୍ନ ତପୋବନରେ ଉଷା ଆବିର୍ଭୂତା ହୋଇଛି ସତୀ ସୀତାଙ୍କୁ ସ୍ୱାଗତ କରିବା ପାଇଁ। ପ୍ରତ୍ୟକ୍ଷଦର୍ଶୀ ସାଜି ପ୍ରକୃତି ପୂଜାରୀ କବି ନବୀନ ଉଷାର ମାଧୁର୍ଯ୍ୟକୁ ଆକଣ୍ଠ ପାନ କରିଛନ୍ତି। କବି କଳ୍ପନାରେ ସମସ୍ତ ମାନବୀୟ ଗୁଣରେ ଭୂଷିତା ଉଷା ଜଣେ ସହୃଦୟ ସମ୍ବେଦନଶୀଳା ନାରୀ ଭାବେ ଆବିର୍ଭୂତା ହୋଇଛି ଆଶ୍ରମ ପରିବେଶରେ। ଜଗନ୍ମାତା ସୀତାଙ୍କୁ ଦର୍ଶନ କରିବାର ଅଭିଳାଷ ନେଇ ଉପହାର ହସ୍ତରେ ଉଷା ଅପେକ୍ଷା କରିଛନ୍ତି ସୀତାଙ୍କ ବାସ ବାହାର ପ୍ରାଙ୍ଗଣରେ। ସର୍ବମଙ୍ଗଳମୟତାର ସୂଚନା ପ୍ରଦାନ କରି ମଙ୍ଗଳମୟୀ ଉଷା ବିକଶିତ ପଦ୍ମ ପୁଷ୍କର ସୌନ୍ଦର୍ଯ୍ୟରେ ସୁଦୃଶ ହୋଇ ଆଶ୍ରମ ପ୍ରାଙ୍ଗଣରେ ସତୀମାତା ସୀତାଙ୍କ ଦର୍ଶନ ପିପାସା ଚରିତାର୍ଥ କରିବା ଉଦ୍ଦେଶ୍ୟରେ ଅପେକ୍ଷା କରିଛନ୍ତି। ସୀତାଙ୍କୁ ଉପହାର ଦେବା ପାଇଁ ତାଙ୍କ କର ପଲ୍ଲବରେ ରହିଛି ନୀହାର ମୁକ୍ତାର ଅଞ୍ଜଳି, ଶ୍ରୁତି ସୁଖଦାୟୀ କୋକିଳର କୋମଳ ମଧୁର
କୁହୁତାନରେ ସୀତାଙ୍କୁ ନିଦ୍ରା ଭଙ୍ଗ କରିବା ପାଇଁ ଆହ୍ୱାନ କରିଛନ୍ତି ସେ। ଉଷାଙ୍କ ଉପସ୍ଥିତିରେ ଆଶ୍ରମ ପ୍ରକୃତି ବେଦ ମାତ୍ରିକ ହୋଇଉଠିଛି। ଅରୁଣ ରାଗରଞ୍ଜିତ ଗୌରିକ ବସ୍ତ୍ରାବୃତା ଉଷା ସ୍ୱର୍ଗପୁରୀରୁ ମର୍ତ୍ତ୍ୟବତରଣ କରିଥିବା ଜଣେ ଯୋଗେଶ୍ୱରୀ ପ୍ରାୟ ରୂପ ଲାବଣ୍ୟରେ ଉଦ୍ଭାସିତା ହୋଇ ଉଠିଛନ୍ତି। ଶରୀରର କାନ୍ତିରେ ସଦ୍ୟ ପୁଷ୍ପର ରାଗ, ମୁଖମଣ୍ଡଳରେ ଅଖଣ୍ଡ ପ୍ରଶାନ୍ତି ବହନ କରିଥିବା ଉଷା ସତୀ ସୀତାଙ୍କ ଶୋକ ଜର୍ଜରିତ ଚିତ୍ତରେ ନବୀନ ଆଶା ଭରିଦେବା ପାଇଁ ପ୍ରତୀକ୍ଷା କରିଛନ୍ତି। ନବୀନ ତପସ୍ୱିନୀ ଜୀବନର ଅୟମାରମ୍ଭ କରିବା ପାଇଁ ପରିପାର୍ଶ୍ୱରେ ସମସ୍ତ ମାଙ୍ଗଳିକ ଆୟୋଜନ କରିଛନ୍ତି ସେ। କବିଙ୍କ ଭାଷାରେ ସମୀର ସଙ୍ଗୀତ ଗାଏ, ଭ୍ରମର ବୀଣା ବଜାଏ। ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦ୍ଦେଶ। କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବ୍ଧ ପାଠ। କଳିଙ୍ଗ ଅଇଲା ପାଟ ମାଗଧ ବେଶେ। ଜଣେ ଦକ୍ଷ ନିର୍ଦ୍ଦେଶିକା ଭାବେ ସ୍ୱାଗତ ସମ୍ବର୍ଦ୍ଧନା ପର୍ବର ସଫଳ ରୂପାୟନ ପାଇଁ ଉଷା ମନ ପ୍ରାଣ ଢାଳି ଦେଇଛନ୍ତି। ମୁଦୁମନ୍ଦ ସମୀରଣ ସ୍ୱାଗତ ଗୀତିକା ଗାନ କରିଛି। ଭ୍ରମର କୂଳ ବୀଣା ବାଦନ କରି ସେହି ସଙ୍ଗୀତରେ ସ୍ୱର ମିଶ୍ରଣ କରିଛନ୍ତି। ଛନ୍ଦ ତୋଳି ସୁରଭି ନୃତ୍ୟ ଆରମ୍ଭ କରିଦେଇଛି। କୁମ୍ଭାଟୁଆ ଭାଟ ଭୂମିକାରେ ସ୍ତବ ପାଠ କରୁଥିବା ବେଳେ କଜଳପାତି ଶ୍ରେଷ୍ଠ ସ୍ତୁତି ପାଠକାରୀ ଭାବେ ସୀତାଙ୍କ ଗୁଣ କୀର୍ତ୍ତନ କରିଛି ଓ ଲଳିତ ମଧୁର ସ୍ୱରରେ ସୀତାଙ୍କୁ ଶଯ୍ୟା ତ୍ୟାଗ କରିବାକୁ ଅନୁରୋଧ। କଳିଙ୍ଗ ଅଇଲା ପାଟ ମାଗଧ ବେଶେ। ଲଳିତ ମଧୁରେ କହିଲା, ଉଠ ସତୀ ରାଜ୍ୟ ରାଣୀ ରାତି ପାହିଲା। ସତୀ ସୀତାଙ୍କୁ ସ୍ୱାଗତ କରିବା ପାଇଁ ଉଷାଙ୍କର ସକଳ ଆୟୋଜନ ଆଶ୍ରମର ଶାନ୍ତ ପବିତ୍ର ଅମୃତମୟ ମନୋହର ବାତାବରଣରେ ମଞ୍ଜୁଳତା ଭରି ଦେଇଛି। କବିଙ୍କ ଲେଖନୀରେ ସତେ ଯେପରି ସମଗ୍ର ପ୍ରକୃତି ଜୀବନ୍ତ ମାନବୀୟ ରୂପ ଧରି ପାଠକ ସମ୍ମୁଖରେ ଉଭା ହୋଇଛି। ଏବେ ଦେଖିବା 41 ନମ୍ବର କୋଶ୍ଚିନ୍। ପଠିତ କବିତାରୁ କବିଙ୍କର ପ୍ରକୃତି ଚିତ୍ରଣର ବିଶେଷତ୍ୱ ଲେଖ। ଆନ୍ସର, ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟକୁ ସ୍ୱୀୟ ପ୍ରତିଭା ପ୍ରଭାରେ ମେହେରଙ୍କ ଅସାଧାରଣ କଳା ନୈପୁଣ୍ୟ ସର୍ବଜନ ସ୍ୱୀକାର୍ଯ୍ୟ। ତାଙ୍କ ଅମ୍ଳାନ କବି ପ୍ରତିଭାର ସ୍ମାରକୀ ଭାବେ ତପସ୍ୱିନୀ, ପ୍ରଣୟବଲ୍ଲରୀ, ଇନ୍ଦୁମତୀ, ପଦ୍ମିନୀ, କୀଚକବଧ, ଅଯୋଧ୍ୟା ଦୃଶ୍ୟ ଓ ଉତ୍କଳ ଲକ୍ଷ୍ମୀ ପ୍ରଭୃତି କାବ୍ୟ ସମୂହ ତଥା କୃଷକ ସଙ୍ଗୀତ, କବିତାମାଳା, କବିତା କଲ୍ଲୋଳ ଓ ଅର୍ଘ୍ୟ ଥାଳି ଆଦି କ୍ଷୁଦ୍ର ଗୀତ ସଂକଳନ ଉତ୍କଳ ସାହିତ୍ୟ ଭଣ୍ଡାରର ଅମୂଲ୍ୟ ରତ୍ନତୁଲ୍ୟ ଚିର ଦେଦୀପ୍ୟମାନ। କବିତା ମଙ୍ଗଳେ ଅଇଲା ଉଷା କବିଙ୍କର ଶ୍ରେଷ୍ଠ କୃତି ତପସ୍ୱିନୀ କାବ୍ୟର ଚତୁର୍ଥ ସର୍ଗରୁ ସଂଗୃହୀତ କାବ୍ୟାଂଶ। ବାଲ୍ମୀକି ଆଶ୍ରମରେ ନିର୍ବାସିତ ସତୀ ମାତା ଜାନକୀକୁ ପ୍ରକୃତିର ସ୍ୱାଗତ ସମ୍ଭାଷଣ କବିଙ୍କ ଲେଖନୀ ମୁନରେ ଜୀବନ୍ତ ହୋଇ ଉଠିଛି। ପ୍ରକୃତିକୁ ମାନବ ଚରିତ୍ର ଭାବେ ଉପସ୍ଥାପନ କରିବାରେ କବି ଗଙ୍ଗାଧରଙ୍କ ସିଦ୍ଧହସ୍ତତା କବିତାର ଛତ୍ରେ ଛତ୍ରେ ପ୍ରତିଫଳିତ ହୋଇଛି। ଜଡ଼ ପ୍ରକୃତିରେ ଜୀବନ୍ୟାସ କରି ତାକୁ କ୍ରିୟାଶୀଳ କରିବାରେ କବି ତାଙ୍କ ସୃଷ୍ଟି ସମୂହରେ
ଯେଉଁ ସାତ୍ତ୍ୱିକ ମାୟା ରଚନା କରିଛନ୍ତି ତାହା ଅନ୍ୟ କୌଣସି କାବ୍ୟ କବିତାରେ ପରିଦୃଷ୍ଟ ହୁଏ ନାହିଁ। ପତି କର୍ତ୍ତୃକ ନିର୍ବାସିତା ଅଯୋଧ୍ୟା ରାଜଲକ୍ଷ୍ମୀ ସତୀ ସୀତାଙ୍କ ପ୍ରତି ନିର୍ବିଚାର ଦଣ୍ଡ ବିଧାନ ବିରୁଦ୍ଧରେ ପ୍ରକୃତି ହିଁ ଦୃଢ଼ ସ୍ୱର ଉତ୍ତୋଳନ କରିଛି କାବ୍ୟର ପ୍ରଥମାଂଶରେ। ବିଷାଦିତା ଜାନକୀଙ୍କ ବାଲ୍ମୀକି ଆଶ୍ରମରେ ପ୍ରଥମ ରାତ୍ରି ଯାପନ ପରେ ନବପ୍ରଭାତର ବ୍ରାହ୍ମ ମୁହୂର୍ତ୍ତରେ ଉଷା ଉପସ୍ଥିତ ହୋଇଛି ଆଶ୍ରମ ପରିବେଶରେ। ଉଷାକୁ ଜଣେ ସମ୍ବୋଧନଶୀଳା, ସ୍ନେହମୟୀ, ବାତ୍ସଲ୍ୟମୟୀ, ମମତାମୟୀ ସହଚରୀ ଚରିତ୍ରରେ କବି ଉପସ୍ଥାପନ କରିଛନ୍ତି। ପ୍ରକୃତି ଉଷା ରୂପରେ ସୀତାଙ୍କ ଦୁର୍ଭାଗ୍ୟ ଓ କାରୁଣ୍ୟ ଭରା ଜୀବନଧାରାରେ ପ୍ରଥମ ସହଚରୀ ଭାବରେ ସମଭାଗୀ ହୋଇ ସୀତାଙ୍କୁ ଶଯ୍ୟା ତ୍ୟାଗ କରିବାକୁ ଆହ୍ୱାନ କରିଛି। ଅଯୋଧ୍ୟା ରାଜଲକ୍ଷ୍ମୀଙ୍କୁ ଆଶ୍ରମ ଜୀବନର ଅୟମାରମ୍ଭ ପାଇଁ ସ୍ୱାଗତ କରିବାକୁ ପ୍ରକୃତି ଉଷା ଭୂମିକାରେ ହୋଇଛି ଅବତୀର୍ଣ୍ଣା। ବିକଶିତ ପଦ୍ମଫୁଲ ସମସଦୃଶା ଗୌରିକ ବସନା ଉଷା ଯୋଗେଶ୍ୱରୀ ରୂପରେ ଉପଗତା ହୋଇଛି। କର ପଲ୍ଲବରେ ନୀହାର ରୂପକ ମୁକ୍ତାର ଅଞ୍ଜଳି ଧରି ଆଶ୍ରମ ପ୍ରାଙ୍ଗଣରେ ସତୀ ଦର୍ଶନ ପାଇଁ ସେ ପ୍ରତୀକ୍ଷା କରିଛି। କୋକିଳର ସୁମଧୁର କୁହୁତାନ ମାଧ୍ୟମରେ ରାତ୍ରି ଅବସାନର ସୂଚନା ଦେଇ ଦର୍ଶନ ପ୍ରଦାନ କରିବାକୁ ଉଷା ଆମନ୍ତ୍ରଣ କରିଛି ଜାନକୀଙ୍କୁ। ଆଶ୍ରମ ପରିବେଶରେ ପ୍ରଭାତକାଳୀନ ପ୍ରକୃତି ସତୀ ସମ୍ବର୍ଦ୍ଧନା ପର୍ବର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି। କବିଙ୍କ ଭାଷାରେ ସମୀର ସଙ୍ଗୀତ ଗାଏ, କୁମ୍ଭାଟୁଆ ହୋଇ ଭାଟ ଭ୍ରମଣ ବୀଣା ବଜାଏ। ସୁରଭି ନର୍ତ୍ତନେ ଥାଏଁ ଉଷା ନିର୍ଦ୍ଦେଶ। ଆରମ୍ଭିଲା ସ୍ତବ୍ଧ ପାଠ। କଳିଙ୍ଗ ଅଇଲା ପାଟ ମାଗଧ ବେଶେ। ଲଳିତ ମଧୁରେ କହିଲା ଉଠ ସତୀ ରାଜ୍ୟରାଣୀ ରାତି ପାହିଲା। ପ୍ରକୃତିର ପ୍ରତିଟି ଉପାଦାନରେ ଜୀବନ୍ୟାସ ଦେଇ ତାକୁ ପାଠକ ସମ୍ମୁଖରେ ଅବତୀର୍ଣ୍ଣ କରାଇବା ହେଉଛି ସ୍ୱଭାବ କବିଙ୍କ ଲେଖନୀର ବୈଶିଷ୍ଟ୍ୟ। ମହର୍ଷି ବାଲ୍ମୀକି ଆଶ୍ରମ ଉପବନ ଉପକୁଣ୍ଠ ଦେଇ ପ୍ରବାହିତ ତମସା ନଦୀକୁ କବି ଆଶ୍ରମଧାତ୍ରୀ ଭାବେ କଳ୍ପନା କରିଛନ୍ତି। ସତୀ ସୀତାଙ୍କୁ କୋଳାଗ୍ରତ କରି ତାଙ୍କ ସାନ୍ନିଧ୍ୟ ଲାଭ ପାଇଁ ତମସା ହୃଦୟର ବ୍ୟାକୁଳତା କବିଙ୍କ ଲେଖନୀରେ ରୂପାୟିତ ହୋଇଛି। ସୀତାଙ୍କୁ ସ୍ୱାଗତ କରିବା ପାଇଁ ଆଶ୍ରମ ପ୍ରାଙ୍ଗଣରେ ସୁବାସିତ କୁସୁମ ବିଞ୍ଚି ଦେଇ ତୀର ଦେଶ ପର୍ଯ୍ୟନ୍ତ ପ୍ରଲୋଭିତ ପଥରେ ସୁବାସିତ ଜଳ ସିଞ୍ଚନ କରାଇଛି ସେ। ପ୍ରଭାତୀ ତାରାରୂପୀ ମଙ୍ଗଳ ପ୍ରଦୀପ ଧାରଣ କରି ସ୍ୱୀୟ ମୀନ ନୟନରେ ସୀତାଙ୍କ ବାଟ ଚାହିଁ ବସିଛି ସେ। ମୁନି କନ୍ୟାଙ୍କ ଗହଣରେ ସତୀ ମାତା ନଦୀରେ ସ୍ନାନ ନିମନ୍ତେ ପ୍ରବେଶ କରିବା ମାତ୍ରେ ତରଙ୍ଗ ରୂପୀ କରରେ ସୀତାଙ୍କୁ ଆଲିଙ୍ଗନାବଦ୍ଧ କରିଛି ତମସା। ସୀତାଙ୍କୁ କୋଳାଗ୍ରତ କରିଥିବାରୁ ତାର ଜୀବନ ଧନ୍ୟ ହୋଇଛି ବୋଲି କୃତଜ୍ଞତାରେ ଶତମୁଖ ହୋଇଉଠିଛି ସେ। କବିଙ୍କ ଭାଷାରେ ଭାଗ୍ୟବତୀ ମୋତେ ସଂସାରେ ବୋଲିବେ ତୋ ଯୋଗୁ ଏକା ପରମ ସଂସାରେ।
ପ୍ରକୃତିରେ ମାନବତ୍ୱ ଆରୋପଣ କରି କବି ଗଙ୍ଗାଧର ତାଙ୍କ କବିତାରେ ଭାଷା ଓ ଭାବର ଯେଉଁ ଚମତ୍କାରିତା ପ୍ରଦର୍ଶନ କରିଛନ୍ତି ତାହା ଅନନ୍ୟ ଅସାଧାରଣ। ଏବେ ଦେଖିବା 42 ନମ୍ବର କ୍ୱେଶ୍ଚିନ୍। କବି ଗଙ୍ଗାଧର ମେହେରଙ୍କ ଲେଖନୀରେ ପ୍ରକୃତି ମାନବ ଭଳି ସମ୍ବେଦନଶୀଳ ପଠିତ କବିତାକୁ ଭିତ୍ତି କରି ଆଲୋଚନା କର। ଆନ୍ସର, ଉତ୍କଳ ଜନନୀର ବରପୁତ୍ର ସ୍ୱଭାବ କବି ଗଙ୍ଗାଧର ମେହେର ଆଧୁନିକ ଉତ୍କଳ କାବ୍ୟ ସାହିତ୍ୟାକାଶରେ ଜଣେ ପ୍ରତିଭାବିପ୍ତ ଜ୍ୟୋତିଷ୍ଠ। ଦାରିଦ୍ର୍ୟ ଓ ଜଞ୍ଜାଳର ପଙ୍କିଳ ପକ୍ୱଳ ତାଙ୍କୁ ଲକ୍ଷ୍ୟଚ୍ୟୁତ କରିପାରି ନଥିଲା। ବରଂ ସେ ତନ୍ମଧ୍ୟରୁ ଅକଳଙ୍କ ଶୁଭ୍ର ଶତଦଳ ପରି ବିକଶିତ ହୋଇ ଉଠିଥିଲେ। କବିଙ୍କ ଲେଖନୀ ନିଃସୃତ ସାରସ୍ୱତ ସମ୍ଭାର ମଧ୍ୟରେ ତପସ୍ୱିନୀ, ପ୍ରଣୟବଲ୍ଲରୀ, ଇନ୍ଦୁମତୀ, ପଦ୍ମିନୀ, ଅଯୋଧ୍ୟା ଦୃଶ୍ୟ ଆଦି କାବ୍ୟ ସମୂହ ଏବଂ କବିତା କଲ୍ଲୋଳ, କୃଷକ ସଙ୍ଗୀତ, ଅର୍ଘ୍ୟଥାଳୀ ଓ କବିତା ମାଳା ପରି କବିତା ସଂକଳନ କବିଙ୍କ ଅମ୍ଳାନ ସାରସ୍ୱତ ପ୍ରତିଭାର ବଳିଷ୍ଠ ନିଦର୍ଶନ। ସ୍ୱଭାବ କବିଙ୍କ କାଳଜୟୀ କାବ୍ୟ ତପସ୍ୱିନୀର ଚତୁର୍ଥ ସର୍ଗରୁ ସଂଗୃହୀତ ମଙ୍ଗଳେ ଅଇଲା ଉଷା ଶୀର୍ଷକ କବିତାରେ ପ୍ରକୃତି ଏକାଧାରରେ ହୋଇଛି ଜୀବନ, ଦ୍ୟୋତନା, ଆତ୍ମାର ଚେତନା ତଥା ପରମାତ୍ମାର ନିରାଚନା। ପାରମ୍ପରିକ ପ୍ରକୃତି ବର୍ଣ୍ଣନାରେ ନୂତନ ରୂପ, ରସ, ଛନ୍ଦ ଦେଇ କବି ଜୀବନ୍ତ କରି ବର୍ଣ୍ଣନା କରିଛନ୍ତି। ପ୍ରକୃତି ମଧ୍ୟରେ ସେ ଉପଲବ୍ଧି କରିଛନ୍ତି ଜୀବନର ସତ୍ତା, ତା ମଧ୍ୟରେ ଅନୁଭବ କରିଛନ୍ତି ଜୀବନ, ମାନବର ସକଳ ପ୍ରକୃତି। ପ୍ରକୃତି ଓ ମଣିଷ ମଧ୍ୟରେ ସେ ଅଭେଦ କଳ୍ପନା କରିଛନ୍ତି। ପ୍ରକୃତି ତାଙ୍କ ପାଇଁ ମୂକ ନୁହେଁ, ନିର୍ବେଦ ନୁହେଁ କି ନିଷ୍ପ୍ରାଣ ନୁହେଁ, ବରଂ ପ୍ରକୃତି ତାଙ୍କ ପାଇଁ ଭୂର୍ବିମୟୀ, ଚଳଚଞ୍ଚଳ ଓ ବାଦାୟିନୀ। ଆଲୋଚ୍ୟ କବିତାରେ ପ୍ରକୃତିର ପ୍ରତ୍ୟେକଟି ଉପାଦାନ ରକ୍ତ ମାଂସ ଦେହଧାରୀ ମଣିଷ ପରି ସମ୍ବେଦନଶୀଳ। ସତୀ ସୀତାଙ୍କ ଦର୍ଶନ ପିପାସା ନେଇ ପ୍ରକୃତି ଉଷା ରୂପରେ ବାଲ୍ମୀକି ଆଶ୍ରମରେ ଅବଗତା ହୋଇଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ଅପରୂପ ବେଶ ବିନ୍ୟାସରେ ନିଜକୁ ସୁସଜ୍ଜିତ କରିଛନ୍ତି। ବାଳାରୁଣ ବର୍ଷ ପ୍ରାୟ ଗୌରିକ ବସ୍ତ୍ର ପରିହିତା, ଅଙ୍ଗସୌଷ୍ଠବରେ ସଦ୍ୟ ସୁବାସିତ କୁସୁମ ବିମଣ୍ଡିତ ହୋଇ ପଦ୍ମ ପୁଷ୍ପ ବର୍ଷା ଉଷା ଯୋଗେଶ୍ୱରୀ ବେଶରେ ସତେ ଯେପରି ସ୍ୱର୍ଗ ରାଜ୍ୟରୁ ମର୍ତ୍ତ୍ୟ ଅବତରଣ କରିଛନ୍ତି ସତୀ ମାତାଙ୍କ ଦର୍ଶନ ପାଇଁ। ଜାନକୀଙ୍କ ଶୋକ ଜର୍ଜରିତ ହୃଦୟର ଭାବାବେଗକୁ ଉପଲବ୍ଧି କରି ମଧୁର କୋମଳ ସ୍ୱରରେ ତାଙ୍କୁ ରାତ୍ରି ଅବସାନର ସୂଚନା ପ୍ରଦାନ କରିଛନ୍ତି କୋକିଳର କୁହୁତାନ ମାଧ୍ୟମରେ। ବୈଦେହୀଙ୍କ ବିଷାଦିତ ପ୍ରାଣରୁ ଦୁଃଖରାଶି ଅପନୋଦନ କରିବା ନିମନ୍ତେ ଓ ନୂତନ ଆଶା ଆଶ୍ୱାସନା ଭରିଦେବା ନିମନ୍ତେ ସ୍ୱାଗତିକା ପର୍ବର ସମସ୍ତ ଆୟୋଜନ ମଧ୍ୟ କରିଛନ୍ତି ସେ। କବିଙ୍କ ଭାଷାରେ ସମୀର ସଙ୍ଗୀତ ଗାଏ, ଭ୍ରମର ବୀଣା ବଜାଏ। ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦ୍ଦେଶେ, କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବ୍ଧ ପାଠ। କଳିଙ୍ଗ ଅଇଲା ପାଟ ମାଗଧ ବେଶେ, ଲଳିତ ମଧୁରେ କହିଲା ଉଠ ସତୀ, ରାଜ୍ୟ ରାଣୀ ରାତି ପାହିଲା। ସତୀଙ୍କ ଦର୍ଶନାଭିଳାଷୀ ଉଷା ଉପହାର ନିମନ୍ତେ ପଲ୍ଲବ ରୂପୀ ହସ୍ତରେ ଧରିଛନ୍ତି ନୀହାର ରୂପକ ମୁକ୍ତାର ଅଞ୍ଜଳି।
ସମୀର, ଭ୍ରମର, ସୁରଭି, କୁମ୍ଭାଟୁଆ ଓ କଜଳପାତି ଆଦି ସମସ୍ତେ ମାନବୀୟ ଆଚରଣ ପ୍ରଦର୍ଶନ କରିଛନ୍ତି। ତପସ୍ୱିନୀ ସୀତା ଓ ମଙ୍ଗଳମୟୀ ଉଷାଙ୍କ ମଧ୍ୟରେ ଉକ୍ତି ପ୍ରତ୍ୟୁକ୍ତି ପରି ସୀତା ତମସା ନଦୀ ମଧ୍ୟରେ ଉକ୍ତି ପ୍ରତ୍ୟୁକ୍ତି ମଧ୍ୟରେ ଉଷା ଓ ତମସା ନଦୀଙ୍କ ମାନବୀୟ ସମ୍ବେଦନଶୀଳତା, ବାତ୍ସଲ୍ୟ, ସ୍ନେହ ତଥା ଅନାବିଳ ମମତ୍ୱବୋଧ ସ୍ପଷ୍ଟ ପରିଦୃଷ୍ଟ ହୁଏ। କବିଙ୍କ ଭାଷାରେ ଅମୃତ ମଧୁର ସ୍ୱରେ ଭାସିଲା ପରିତୋଷରେ। ମା ଗୋ ମୋ ମାନସରେ ନଥିଲା ଆଶା, ରାଜଲକ୍ଷ୍ମୀ ହୃଦହାର। କରିବ ଅଙ୍କେ ବିହାର। ସୀତା କରି ପରିହାର ଭୋଗ ପିପାସା। ଭାଗ୍ୟବତୀ ମୋତେ ସଂସାରେ ବୋଲିବେ ତୋ ଯୋଗୁ ଏକା ପର ସଂସାରେ। ତମସା ନଦୀ ମନର ତୃପ୍ତି, ମମତା ବୋଳା ସ୍ନେହ, ଆଦର, ଆଲିଙ୍ଗନ ତଥା ପ୍ରଶଂସା ଗାନରେ ଉତ୍ଫୁଲ୍ଲିତ ହେବା ଆଦି ମାନବୀୟ ଗୁଣାବଳୀର ପରିଚାୟକ। ଜଣେ ସଶରୀରୀ ସମ୍ବେଦନଶୀଳା ପରି ତମସା ନଦୀର ଆତ୍ମତୃପ୍ତିଭରା ସ୍ୱୀକାରୋକ୍ତି। ପ୍ରଦତ୍ତ ଉକ୍ତିର ସାର୍ଥକ ପ୍ରତିବେଦନ।